Hi, welcome back to another education joy रुचि EP3 ହେଲା social science page number 1 copyright ଅବସ୍ଥା 2024-25 ହେଲା ଟାଇମ୍ ରହିଛି 1 ଘଣ୍ଟା 15 ମିନିଟ୍ ସମୟ ରହିଛି 80-50 ହେଲା ତ ସାମାଜିକ ବିଜ୍ଞାନ ଦେଖିପାରୁଥିବା ପିଲାମାନେ ତ ନେମ୍ ଅଫ୍ ଷ୍ଟୁଡେଣ୍ଟ ଆପଣଙ୍କ ନାମ ଲେଖିବେ ରୋଲ୍ ନମ୍ବର ଲେଖିବେ ସେକ୍ସନ୍ ହେଲା ସିଗ୍ନେଚର ଅଫ୍ ଦ ସବଜେକ୍ଟ ଟିଚର ଆପଣଙ୍କର ସିଗ୍ନେଚର ମାରିବେ ଆପଣ କ'ଣ କିଛି କରିବେ ନାହିଁ ହେଲା ତ ପିରିୟଡ଼ିକ୍ ଟେଷ୍ଟ ହେଲା ତ ଏତେ ପରିଶ୍ରମ କଲା ପରେ ଯାଇକିନା ଆମେ 3 ଆନ୍ସର୍ ଆଣୁଛନ୍ତି ହେଲା ତ ଭିଡ଼ିଓଟିକୁ ଲାଇକ୍ ସବସ୍କ୍ରାଇବ୍ କରିଦିଅ କେମାନେ ଆସୁଛ ସବସ୍କ୍ରାଇବ୍ କରିଦିଅ ହେଲା ତ ୟୁନିଟ୍ 1 ହେଲା ୟୁନିଟ୍ 1 ପିରିୟଡ଼ିକ୍ ଟେଷ୍ଟ ହେଲା ତ 1 ନମ୍ବର କ୍ୱେଶ୍ଚନ୍ ହେଉଛି କେଉଁମାନଙ୍କୁ ମହହବି କୁହାଯାଏ ନା ନିମ୍ନ ଜାତିର ଶିଖମାନଙ୍କୁ ନିମ୍ନ ହବି କୁହାଯାଏ ହେଲା ନେକ୍ସଟ ଯିବା ପିଲାମାନେ କଥକଳି ନୃତ୍ୟଶୈଳୀ କେଉଁ ପ୍ରଦେଶରୁ ଉଦ୍ଭବ ହେଇଛି କେରଳ ଉଦ୍ଭବ ହେଇଛି ହେଲା ଗୁପ୍ତ ଯୁଗରେ କ'ଣ ପରିବାରର ସବୁଠାରୁ ଅଧିକ ମୂଲ୍ୟବାନ ସମ୍ପତ୍ତି ରୂପେ ବିବେଚିତ ହେଉଥିଲା ତ ଚାଷ ଜମି ହେଲା ପିଲାମାନେ ଚାଷ ଜମି ହେଉଥିଲା ହେଲା ତାପରେ ନେକ୍ସଟ ଯିବା ପିଲାମାନେ ଅଛି ଲବଣୀ କେଉଁ ରାଜ୍ୟର ଲୋକନୃତ୍ୟ ହେଲା ମହାରାଷ୍ଟ୍ର ଲୋକନୃତ୍ୟ ହେଲା ତାପରେ ଅଛି କ'ଣ ନା ପିଲାମାନେ 1 ନମ୍ବର ହେଲା ତାତରଖା ମସଜିଦ୍ କଟକର କେଉଁଠାରେ ଅବସ୍ଥିତ ସୂତାହାଟରେ ତାତରଖା ମସଜିଦ୍ ଅବସ୍ଥିତ ହେଲା ନେକ୍ସଟ ଯିବା ପିଲାମାନେ ୟୁନିଟ୍ 2 ହେଲା ୟୁନିଟ୍ 2 ପିଲାମାନେ ହେଲା ୟୁନିଟ୍ 2 କ'ଣ ନମ୍ବର ହେଲା ନ୍ୟାସ ପରିଷଦର ବୈଠକ ପ୍ରତିବର୍ଷ କେତେ ଥର ବସେ ନା 2 ଥର ବସେ ପିଲାମାନେ 2 ଥର ବସେ ହେଲା ନେକ୍ସଟ ଅଛି ଯୁକ୍ତରାଷ୍ଟ୍ର ସଂଘର ସଚିବ କେତେ ବର୍ଷ ପାଇଁ ନିଯୁକ୍ତି ହୁଅନ୍ତି ନା 5 ବର୍ଷ ପିଲାମାନେ 5 ବର୍ଷ ଜାଣିଛ ତାପରେ କ'ଣ ସଂଯୁକ୍ତ ରାଷ୍ଟ୍ର ସଂଘର ଖାଦ୍ୟ କୃଷି ସଂଗଠନ FAO କେବେ ଗଠିତ ହେଇଥିଲା ନା 1948 କେତେ ନା ପିଲାମାନେ 1948 ମସିହାରେ ହେଲା ନେକ୍ସଟ ଯିବା ପିଲାମାନେ ଏଜୁକେସନକୁ ସବସ୍କ୍ରାଇବ୍ କରିଦିଅ ପିଲାମାନେ ହେଲା ମାନବାଧିକାର ଦିବସ କେଉଁ ଦିନ ପାଳନ କରାଯାଏ ଡିସେମ୍ବର 10 ତାରିଖ ପିଲାମାନେ ଡିସେମ୍ବର 10 ତାରିଖ ହେଲା ଡିସେମ୍ବର 10 ତାରିଖ ରାଇଟ୍ ଆନ୍ସର୍ ହେଲା ଯିବା ୟୁନିସେଫ୍ ହେଲା ୟୁନିସେଫ୍ ସଂସ୍ଥା କେବେ ଗଠିତ ହେଇଥିଲା ନା କେତେ ନା 11 ଡିସେମ୍ବର 1946 ହେଲା 11 ଡିସେମ୍ବର 1946 ଦେଖିଦିଅ ପିଲାମାନେ ଜଲ୍ଦି ଦେଖିଦିଅ ତାପରେ ୟୁନିଟ୍ 3 ଯିବା ପିଲାମାନେ ହେଲା 1 ନମ୍ବର ଗୋଟିଏ ପାଖରୁ ଉତ୍ତର ଦିଅ ଭାରତର ପ୍ରଥମ ଜନଗଣନା କେବେ ଆସିଥିଲା ନା 1881 ମସିହାରେ ଆସିଥିଲା ହେଲା ନେକ୍ସଟ ଯିବା ଜନ୍ମ ହାର ଓ ମୃତ୍ୟୁ ହାର ମଧ୍ୟରେ ଥିବା ପାର୍ଥକ୍ୟକୁ କ'ଣ କୁହାଯାଏ ଜନସଂଖ୍ୟା ବୃଦ୍ଧି ହେଲା ଜନସଂଖ୍ୟାର ବୃଦ୍ଧି ହେଲା ନେକ୍ସଟ ଯିବା ପିଲାମାନେ ଅଛି ପିଲାମାନେ ଦେଖିଦେଉଛି ପିଲାମାନେ ଅଛି ଭାରତର ପ୍ରାୟ ଶତକଡ଼ା କେତେ ଭାଗ ପ୍ରାଥମିକ କ୍ଷେତ୍ରରେ ନିୟୋଜିତ ନା 50ରୁ 60 ଭାଗରେ ପ୍ରାଥମିକ ନିୟୋଜିତ ହେଲା ନେକ୍ସଟ ଯିବା 2011 ମସିହାରେ ଭାରତର ଜନଗଣନା ଘନତ୍ୱ କେତେ ଥିଲା 382 ପ୍ରତି ବର୍ଗ କିଲୋମିଟର ଥିଲା ହେଲା 382 ପ୍ରତି କିଲୋମିଟର ହେଲା ନେକ୍ସଟ ଯିବା ପିଲାମାନେ ଗ୍ରୋହାରଲେମ୍ ବ୍ରଣ୍ଟଲାଣ୍ଡ କେଉଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ ନରୱେ ହେଲା ନରୱେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ହେଲା ତାପରେ ୟୁନିଟ୍ 4 ଦେଖିପାରୁଥିବ ପିଲାମାନେ ଗୋଟିଏ ଶବ୍ଦ ବା ବାକ୍ୟର ଉତ୍ତର ଦିଅ ହେଲା ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଭାରତର ସମଗ୍ର ପୃଥିବୀରେ କେଉଁ ସ୍ଥାନରେ ରହିଛି ନା ପ୍ରଥମ ନମ୍ବର ରହିଛି ପ୍ରଥମ ନମ୍ବର ରହିଛି ହେଲା ଭାରତର ପ୍ରତିଦିନ ପ୍ରାୟ କେତୋଟି ସଡ଼କ ଦୁର୍ଘଟଣା ଘଟୁଛି ନା 1264ଟି ଘଟୁଛି ପିଲାମାନେ 1264ଟି ହେଲା ତାପରେ ହେଉଛି କେଉଁ ଶିଳ୍ପଟି ଏକ ଘାତକ ଶିଳ୍ପ ଅଟେ ନା ଖଣି ଶିଳ୍ପ ପିଲାମାନେ ଖଣି ଶିଳ୍ପ ହେଲା ନେକ୍ସଟ ଯିବା କେଉଁଠି ଅଗ୍ନିକାଣ୍ଡର ପ୍ରଧାନ କାରଣ ଜ୍ୱାଳାମୁଖୀ ହେଲା ଜ୍ୱାଳାମୁଖୀ ନେକ୍ସଟ ଯିବା କେଉଁ ଯାତ୍ରା ସମୟରେ ଜୀବନ ରକ୍ଷାକାରୀ
ଜ୍ୟାକେଟ୍ ବ୍ୟବହାର କରିବା ଉଚିତ ଜଳଯାତ୍ରା ପିଲାମାନେ ଜଳଯାତ୍ରାରେ ଜ୍ୟାକେଟ୍ ବ୍ୟବହାର କରିବା ଉଚିତ ହେଲା। ତ ମଲ୍ଟିପଲ୍ ଆସେସମେଣ୍ଟ ଆମେ ପରେ ଡିସ୍କସନ୍ କରିବା। ଆମେ ପିରିୟଡ଼ିକ୍ ଟେଷ୍ଟର ସବୁ କ୍ୱେଶ୍ଚନ୍ ଆନ୍ସର ଦେଇଦେଇଛେ ପିଲାମାନେ 3 ଆନ୍ସରରେ। ତ ଏକ୍ସୋ ଏଜୁକେସନକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବି ତ ସିଏ ଆଉ ଥରେ କ୍ୱେଶ୍ଚନ୍ ଦେଖେଇ ଦେଉଛି ପିଲାମାନେ ହେଲା। ତ ଜଲ୍ଦି ଜଲ୍ଦି ଦେଖିଦିଅ। ନେକ୍ସଟ ଭିଡ଼ିଓ ଆମେ ଆଣିବା ହେଲା। ନେକ୍ସଟ ଭିଡ଼ିଓ ଆମେ ଆଣିବା। ତ ଜଲ୍ଦି ଜଲ୍ଦି ଦେଖିଦିଅ।